ତ ଚାଲନ୍ତୁ ଦେଖା ହବା ବାଲିଆପାଳ ପହଞ୍ଚିକି ଗାଡିରେ କିଏ ଚଢୁଛନ୍ତି କିଏ ବସୁଛନ୍ତି ନାହିଁ ଆମର ଦୁଇ ବନ୍ଧୁ ଯିବେ ଆହୁରି ତ ସେଇଟା ଦେଖେଇବା ଆପଣଙ୍କୁ ଚାଲନ୍ତୁ। ଫାଇନାଲି ସାଙ୍ଗମାନେ ମତେ ମୁଁ ଘରୁ ଖାଇକି ଆସିନାହିଁ ଆଉ ଘରୁ ଖାଇକି ଆସିନଥିଲି ତାପରେ ମତେ ଭୋକ ଲାଗିବ ବାଟରେ ମୁଁ ଜାଣିଛି ଆଉ ମୁଁ ଗଲେ ସେଠି ଭାତ ଖାଇବି ଆଉ ମୁଁ ରାସ୍ତାରେ ଗୋଟେ ବିସ୍କୁଟ ଖାଇବା ପାଇଁ ଏମିତି ନେଇ ଆସିଲି ଜଷ୍ଟ ମାତ୍ର 3 ଟଙ୍କା 4 ଟଙ୍କା ଏଗୁଡ଼ା ଦାମ ସାଙ୍ଗମାନେ ପଇସା ନାହିଁ ପାଖରେ ଆପଣମାନେ ଜାଣିଥିବେ ତ 5 ଟଙ୍କା ବିସ୍କୁଟ ଏଗୁଡ଼ା 5 ଟଙ୍କା ବିସ୍କୁଟ ତ ଏଇଗୁଡ଼ା ଖାଇକି ଟିକେ ସର୍ଭାଇଭ କରିଯିବି ଘଣ୍ଟେ 2 ଘଣ୍ଟା ତାପରେ ପୁଣି ଭାତ ଖାଇଦେବା ଭାତ ମିଲଟା ମିନିମମଟା ଭାବୁଛି 40-50 ଟଙ୍କା ଭିତରେ ଯଦି ବାରିପଦାରେ ମିଳିଗଲା କୋଉଠି ରାସ୍ତା ପାଖରେ ହଉ ଫୁଟପାଥରେ ହଉ ଯୋଉଠି ମିଳିଗଲା ମୁଁ ଖାଇବି ଆପଣଙ୍କୁ ଦେଖିବି ଚାଲ। ଏବେ ବାଲିଆପାଳ ପହଞ୍ଚା ଆମେ ଉପରେ ହେଲାଣି ଆଉ ଏବେ ଚାଲିଛୁ ଏବେ ଆମର ଗୋଟେ ଛୋଟ ମନ୍ଦିର ପାଖରେ ଆମେ ଯାଉଛୁ ଏ ଦେଖନ୍ତୁ ମନ୍ଦିର ପାଖରେ କେତେ ଲୋକ ଭିଡ଼ ପୂଜା କରୁଛନ୍ତି ଆଉ ପହଞ୍ଚି ଗଲେଣି ଚାଲନ୍ତୁ ଦେଖାହବା ଆମର ଭାଇମାନଙ୍କ ପାଖରେ ପହଞ୍ଚିକି। ତ ଫାଇନାଲି ଦେଖିବା ତ ସାଙ୍ଗମାନେ ଆମର ଜଣେ ବନ୍ଧୁ ମୁନ୍ନା ଭାଇ ସିଏ ପହଞ୍ଚି ଯାଇଛନ୍ତି ଚଷ ବସା ପିନ୍ଧିକି ଦେଖନ୍ତୁ କେମିତି ଦେଖାଯାଉଛି ପୁରା ଯେମିତି ପୁରା ପ୍ରେସର ଜଣେ ସାମ୍ବାଦିକ ଦେଖାଯାନ୍ତି ସେଭଳିଆ ଦେଖାଯାଉଛନ୍ତି। ଚାଲନ୍ତୁ ଆମର ଆଉ ଜଣେ ବନ୍ଧୁ ଆଗରେ ଏଇଡିକ ଛକରେ ଉଠିବେ ଆମେ ବାହାରି ଆସୁଛୁ ଆଉ ଏଇଡିକ ଛକରେ ଦେଖନ୍ତୁ ଆମ ସାଙ୍ଗ ଉଠିବେ ସିଏ ଆଉ ମୁଁ କ୍ୟାମେରା ବନ୍ଦ କରୁନି ଡାଇରେକ୍ଟ ଚାଲନ୍ତୁ ପୁରା ସେଇଠି ରଖିବି ପୁରା ଗାଡିରେ ବସିବା ଯା ପୁରା ଦେଖେଇବି କେମିତି ଚାଲନ୍ତୁ। ତ ଆଜି ସାଙ୍ଗମାନେ ଆମେ 4 ଜଣ ବାରିପଦା କାହିଁକି ଯାଉଛୁ କଣ ପାଇଁ ଯାଉଛୁ ମୁଁ ସେଇଟା କହିଥିଲି ଆପଣଙ୍କୁ ଗାଧେଇତେ ଯିବା ବେଳେ କହିଥିଲି ଆମେ ସେଟା କହିବୁ ଦେଖେଇବୁ ମଧ୍ୟ କଣ ଚାଲିଛି ଆଜି ଲାଷ୍ଟ ଗୁରୁବାର ବାରିପଦା ତ ତାପରେ ବି ହୁଏତ ତାପରେ ବି ଯାଇପାରେ କିନ୍ତୁ ଆମେ ଯିବାନି ଆମେ ଭାବିଛୁ ଏଇଟା ଲାଷ୍ଟ ଗୁରୁବାର ତ ଦେଖିବା ଚାଲନ୍ତୁ। ଆମର ବନ୍ଧୁ ଜଣେ ଏଇଠି ଅଛନ୍ତି ଆଉ ଏଇଡିକ ଛକରେ ସେ ରେଡି ଏଇ ସେ ପୁରା ଜିନିଷ ଫିନିଷ ନେଇକି ରେଡି ପୁରା ଦେଖିପାରୁଥିବେ ଆଉ ଗାଡିରେ ଜଷ୍ଟ ବସିବେ ସେ ଆର ପାଖରେ ବସିବେ ଗାଡି କିଏ ଚଲେଇବ କି ତ ଦେଖନ୍ତୁ ସାଙ୍ଗମାନେ ସାଙ୍ଗମାନେ ଦେଖନ୍ତୁ ଆମର ଦୀପୁ ଭାଇ ଆଉ ମୁନା ଭାଇ 2 ଜଣ ଗାଡିରେ ବସି ସାରିଛନ୍ତି ଏବେ ଆମେ ଗାଡି ଫୁଲ ସ୍ପିଡରେ ପଳେଇବା ଚାଲନ୍ତୁ ସାଙ୍ଗମାନେ ରାସ୍ତାରେ ଦେଖାହବା। ତ ସାଙ୍ଗମାନେ ଦେଖିପାରୁଥିବେ ଏବେ ଆମେ ପାଖାପାଖି ଖପରାପଦା ପାଖାପାଖି ମାନେ ଖାଳମାଣି ଖପରାପଦା ପାଖାପାଖି ପହଞ୍ଚି ସାରିଲୁଣି ଆଉ ତାପରେ ଆଜି ମାନେ ଜଷ୍ଟ ଗୋଟେ ସିଚୁଏସନ ଏମିତି ଅଛି ସେଟା ଆଗ ରାସ୍ତାରେ ଯୋଉ ଗାନ୍ଧୀ ଛକ ପାଖାପାଖି ପହଞ୍ଚିଲେ ମୁଁ ସେଇଟା ନିହାତି ଦେଖେଇବି ଗୋଟେ ସିଚୁଏସନ। ତ ଏବେ ଆମର ଦୀପୁ ଭାଇ ମୁନା ଭାଇ ପୁରା ପଛରେ ପୁରା ଆରାମସେ ବସୁଛନ୍ତି କିନ୍ତୁ କାହିଁକି ନା ମୋର ଏଠି ଆଗରେ ବସିଲା ବେଳକୁ ପୁରା ଫାଟୁଛି ଶହେ କାହିଁକି ନା ଏକର ଖରା ପଡୁଛି ପ୍ଲସ ହାତର ଏଇ ହାତଟା ଯୋଉ ଷ୍ଟାଣ୍ଡ ଆମର କ୍ୟାମେରା ଷ୍ଟାଣ୍ଡ ଏଇଟା ମୋ ହାତଟା ଏଇଟା ପିନ୍ଧୁଛି ପ୍ରବଳ ଏଇ ଯୋଉ ହାତ କାହିଁକି ନା କାଲି ରାତି ସାରା କାମ ହେଇଥିଲା କଣ୍ଟା ମାରା ମୁରି ଏଟା ସେଟା ପୁରା ମାନେ ମେଢିଆ ଧରିକି ପୁରା ଅବସ୍ଥା ଖରାପ 2 ଜଣକା ଆମ ହାତ ବଥା ତ ସେଇ ହଉଛି କଥାବାର୍ତ୍ତା ଆଉ ତାପରେ ଆଉ 2 ଦିନ ହେଲା ଟୋଟାଲି ବ୍ଲଗ ବନେଇବା ପାଇଁ ସମୟ ପାଇଲୁନି କାହିଁକି ନା ଦୋକାନ କାମରେ ଏତେ ବ୍ୟସ୍ତ ଥିଲୁ ତାପରେ ଫାଇନାଲି ମୁଁ ଦେଖିଲି ନା ଆଜି ଯେତେ କଷ୍ଟ ହଉ ପଛେ ନିହାତି ଗୋଟେ ବ୍ଲଗ ବନେଇବୁ କାହିଁକି ନା ଆମେ ଯିବା ବାରିପଦାର ଲାଷ୍ଟ ଡେ ବାରିପଦା ଗୁରୁବାର ଦେଖିବା କଣ ହଉଛି ସେଇଠି ଆଉ ଆମେ ଏବେ ଖବରାପଦା ପହଞ୍ଚି ସାରିଲୁଣି ଆଉ ଚାଲନ୍ତୁ ରାସ୍ତାରେ ଆହୁରି କିଛି କିଛି ନୂଆ ନୂଆ ଆଜି ଦେଖିବା ଆଉ ଦେଖିବି ମଧ୍ୟ ଭିଉ ସବୁ ଦେଖେଇବି ଭଲ ଭଲ ଭିଉ ମଧ୍ୟ ଦେଖେଇବା ଆଜି କାହିଁକିନା ଆମେ 4 ଜଣ ଅଛୁ ଆଜି ପୁରା ଫୁଲ ଏନ୍ଜୟ କରିକି ଯିବୁ ଫୁଲ ଏନ୍ଜୟ କରିକି ଆସିବୁ ଆଉ ଚାଲନ୍ତୁ ଭାଇ ଗୋଟେ ପାନ ଦିଅ ଏଇ 5 ଟଙ୍କିଆ ବିସ୍କୁଟ ଖାଇକି ଏନ୍ଜୟ କରିବା ଆଜି ଭାଇ 5 ଟଙ୍କିଆ ବିସ୍କୁଟ ଖାଇକି ଏନ୍ଜୟ କରତେ ହବ ପାଖରେ ପଇସା ନଥିଲେ ଏନ୍ଜୟ କରତେ ହବ। ଦେଖନ୍ତୁ ମୋ ଦୀପୁ ଭାଇ ପାନ ଗୋଟେ ଦେଲେ ମତେ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ସାଙ୍ଗମାନେ ଆପଣ ମାନେ କେହି ମାନେ ଗୁଟକା ଫୁଟକା ଖାଆନ୍ତୁନି ପାନ ଖାଆନ୍ତୁ ସବୁଠୁ ଭଲ ବଢିଆ ବଢିଆ ଲାଗୁଛି ପାନ ଚାଲନ୍ତୁ ରାସ୍ତାରେ ଦେଖାହବା ରାସ୍ତାରେ ଦେଖିପାରୁଥିବେ ଆମେ ବର୍ତ୍ତମାନ ଟାଇମ ପାସ୍ କରି କରି ଏବେ ପହଞ୍ଚି ସାରିଲୁନି ଦରଡା ପାଖାପାଖି ଆଉ ଦରଡାରେ ଆମେ ଏବେ ଗୋଟେ ପୁଲ ଉପରେ ଚାଲିଛୁ ଖତରନାକ ପୁଲ ଆଉ ସେବେ ଏମିତି କ୍ୟାମେରାଟା ହଲୁଛି ଆଉ ଦେଖିପାରୁଥିବେ ଆମେ ପୁରା ମୁଁ ନାହିଁ ଶୋଇଗଲାଣି ବୋଧେ
ଦେଖନ୍ତୁ ମୁନାଇ ଶୋଇ ଯାଇଛି ଆଉ ଖାଇକି ଆଇଛି ମାନେ ପ୍ରାୟ ପାଖାପାଖି 2-3 କିଲୋ ରୁଟି ଆଉ ଆଉ କଣ ଗୋଟେ କହୁଥିଲେ ଆଳୁ କଷା ନା କିଛି ଖାଇକି ଆଇଛନ୍ତି। ଖାଇକି ସିଏ ଶୋଇ ଯାଇଛନ୍ତି କାହିଁକିନା ସିଏ ଗୋଟେ ଏମିତିଆ ଗୋଟେ ଜୀବ ଜୀବ ନା ଜୀବ ନୁହଁ ଏମିତିଆ ଗୋଟେ ଲୋକ ହଉଛି। ସିଏ ହଉଛି ମାନେ ଗାଡିରେ ଯାହା ଗଲେ କାହା ସାଥିରେ କଥାବାର୍ତ୍ତା ନାହିଁ। କାନରେ ସେ ଧନ ଦିଟା ଖେଞ୍ଚିଦେବେ ଏଇଠି ଖେଞ୍ଚି ଦେଇ ଗୀତ ଶୁଣିବେ। ଆଉ ସରି ଧନ କହିଲି ସରି କ୍ଷମା କରେ ଧନ ନୁହେଁ ସେ ଯୋଉ ଏୟାରବଡ ବାସ୍ ମୋ ଭାଷାରେ ତାକୁ ଧନ ହିଁ କୁହେ ତାକୁ କାହିଁକି ତାକୁ ପ୍ୟାର ସେ ଧନ ଧନ ବୋଲି ଡାକେ ମୁଁ। ଆଉ ତ ହଉଛି ଧନମଣି ବୋଲି ଡାକେ। ତ ଆପଣ ଖରାପ ତ ଫାଇନାଲି ଦେଖି କରିଦ ସାଙ୍ଗମାନେ ମୁନାଇକି ପ୍ରବଳ ବାଧିଗଲା ସେଇ ପାଇଁ ନିଦରୁ ସିଏ ଉଠି ପଡିକି ଆମକୁ ଦିଟା ଶୋଧି ଦେଲେ। ତ ଏଇଭଳିଆ କିଛି ସିନ୍ ତ ଏଇଭଳିଆ ସମସ୍ତଙ୍କୁ ଟାଇମ ପାସ୍ କରତେ ହେଲେ ଏଇଭଳିଆ ସମସ୍ତଙ୍କୁ ଟିକେ ରଗେଇବା ପାଇଁ ପଡେ। ଏଇଭଳିଆ ସିନ୍ ତ ଇଏ ଯୋଉ ସାମ୍ବାଦିକ ଦେଖୁଛନ୍ତି ଆପଣ ଇଏ ହଉଛି ଖତରନାକ ସାମ୍ବାଦିକ ହେଲା। ଯୋଉଠି ଯଦି ନିଆଁ ଜଳୁ ନଥିବ ସେଠି ଦିଆସିଲି ଦରକାର ପଡିବନି ଇଏ ଠିଆ ହେଇଗଲେ ସେଠି ନିଆଁ ଲାଗିଯିବ। ଇଏ ସେଇଭଳିଆ ସାମ୍ବାଦିକ ଦେଖନ୍ତୁ ସେଇ ଦେଖନ୍ତୁ ସେ ବୁଲା ବାଲା ଚେହେରା ଟା ଟିକେ ଦେଖନ୍ତୁ ସେଇ ସାଙ୍ଗମାନେ ମାନେ ମୁଁ ଆଉ କଣ କହିବି ମାନେ ପୁରା ଅବସ୍ଥା ପୁରା ସିରିୟସ। ଏଇଭଳିଆ ସିନ୍ ଦେଖନ୍ତୁ ସେ ଯୋଉ ଆପଣ ଯୋଉ ଶୁଣୁଛନ୍ତି ସାହିତ୍ୟିକ ଭାଷା ସେ ଭାଷା ହଉଛି ଆମ ସ୍କୁଲରେ କେବେ ଶିଖାଇ ନଥିଲା। ମୁଁ ଭାବୁଛି ଟିଉସନ ଟା ମୁଁ ଭାବୁଛି ଏଇଟା ମାନେ ଟିଉସନ ଟା ନବା ଆଉ ଟିଉସନ ମାସକୁ ମୁଁ ପଇସା ଦେବି ମାଗଣା ଯିବିନି ମାସକୁ ଟକେ 2 ଟଙ୍କା ଦେବି କାହିଁକି ନା ଏଇ ଯୋଉ ସାହିତ୍ୟିକ ଭାଷାରେ ଇଏ ସବୁ ମାନେ ପଇସା ପତ୍ର ନ ନେବାଟା ଭଲ ମାଗଣା ଶିଖେଇବାଟା ଭଲ। ଆପଣ ମାନେ ଯଦି ଛୁଆ କେହି ସାହିତ୍ୟିକ ଭାଷା ଏମିତି ଶିଖି ନାହାନ୍ତି ନିହାତି ଭାବରେ ବ୍ଲକ ଛକର ଅଛି ଯୋଉ ଆମର ରାଜାରାଣୀ ଛକ ତାପରେ ପୁରୁଣା ମଧୁକାଣ୍ଡ ପାଖେ ତାଙ୍କର ଘର ପାସିନାଲ ଆପଣ ଛୁଆକୁ ଟିଉସନ ପଠାନ୍ତୁ। ସେ ଛୁଆଙ୍କୁ ସବୁ ସାହିତ୍ୟିକ ଭାଷା ଶିଖେଇକି ସେ ପୁରା କ ଖ ଖ ରୁ ୟ ପର୍ଯ୍ୟନ୍ତ ପୁରା ଶିଖିଦେବେ ଆଉ ହିନ୍ଦୀରେ କା ଖା ଖା ଶିଖିଦେବେ କିଛି ଅସୁବିଧା ନାହିଁ। ତ ସାଙ୍ଗମାନେ ଏଇ ପୋଷ୍ଟଟା ଆମର ନିହାତି ପୋଷ୍ଟ ହବ ମାନେ ବରଜ ୟୁଟ୍ୟୁବ ରୁ ଏଇଟା ମାନେ ବେନ୍ ହେଇଯାଉ ପଛେ ଭିଡିଓଟା ମୁଁ ନିହାତି ପୋଷ୍ଟ କରିବି। ବଳରାମ କିଛି କହିବ? ମୁଁ କିଛି କହୁନି ତ ସାଙ୍ଗମାନେ ଦେଖିପାରୁଥିବେ ଆମେ ବର୍ତ୍ତମାନ ପହଞ୍ଚି ସାରିଲୁଣି ଗାନ୍ଧୀ ଛକ। ଆଉ ଗାନ୍ଧୀ ଛକ ପାଖାପାଖି ପହଞ୍ଚିଲୁଣି ମାନେ ଅଧା ରାସ୍ତା ତଥାପି କହିବାକୁ ଗଲେ ଅଧା ରାସ୍ତା କଣ ମାନେ 20-25 କିଲୋମିଟର ପାଖାପାଖି ଆମେ ପହଞ୍ଚି ସାରିଲୁଣି। ଆଉ ମାତ୍ର ରହିଲା ହଉଛୁ 55 କିଲୋମିଟର ପାଖାପାଖି ରହିଲାଣି ତଥାପି ଆହୁରି 1.5 ଘଣ୍ଟା ପାଖାପାଖି ରାସ୍ତା। ଆଉ ଦେଖିବା ଆଗକୁ ରାସ୍ତାରେ କଣ ହଉଛି। ଏଇ ଦେଖନ୍ତୁ ଏଇଟା ଗାନ୍ଧୀ ଛକ ଦେଖିପାରୁଥିବେ ଆଗ ପଟରୁ ଦେଖଉଛି। ଆପଣମାନେ ତ କେବେ ଦେଖିନଥିବେ ଆପଣ ଦେଖିଥିବେ ଦେଖିନଥିବେ ଆଉ ମୁନାଇ କହୁଛନ୍ତି ଦେଖିନଥିବେ। ଆଉ କିଏ କିଏ ଦେଖିନଥିବେ ଯଦି ଦେଖନ୍ତୁ ଆମ ଦ୍ଵାରା ଆଉ ଆମ ଭିଡିଓକୁ ଲାଇକ୍ କରନ୍ତୁ ସବସ୍କ୍ରାଇବ କରନ୍ତୁ ବେଲ ବଟନ କୁ ଆଗେ ଅନ୍ କରନ୍ତୁ। କାହିଁକି ଆମେ ଯୋଉ ଭିଡିଓ ବନେଇକି ଛାଡିବୁ ଆପଣ ପାଖକୁ ଆଗେ ପହଞ୍ଚିବ ଆଉ ଆପଣ ସେ ଭିଡିଓ ତାକୁ ନିହାତି ଭାବରେ ଦେଖିବେ। ଏଇ ଦେଖିପାରୁଥିବେ ଆମେ ଏବେ ସର୍କଲ ଗାନ୍ଧୀ ଛକ ଯୋଉ କୁହାହଉଛି ଗାନ୍ଧୀ ଯୋଉ ଛିଡା ହେଇଛନ୍ତି ଗାନ୍ଧୀ ସେଇଠି ଯୋଉ ମୂର୍ତ୍ତି ଦେଖୁଥିବେ ଏଇଟା ଯୋଉ ମୂର୍ତ୍ତିଟା ପାସ୍ କଲେ ହବ ସେଇଟା ହଉଛି ଗାନ୍ଧୀ ଛକ। ଗାନ୍ଧୀ ଛକ ମାନେ ହଉଛି ଯୋଉ ମହାତ୍ମା ଗାନ୍ଧୀଙ୍କର ଏଇଟା ଛକ ସିଏ ଆସିକି ଏଇଠି ସାଙ୍ଗମାନେ ମୁଁ ଯୋଉଟା କହୁଥିଲି ଗାନ୍ଧୀ ଛକରେ ଆପଣଙ୍କୁ ଯୋଉ ଦେଖେଇବି ଆମେ ଯୋଉ ଏବେ ଆସିଲେ ବସ୍ତା ଆଡକୁ ସେଇଠି ଅଛି ଏଇଠି ଗୋଟେ ହସ୍ପିଟାଲ ଅଛି ବସ୍ତା ହସ୍ପିଟାଲ ସେଇଟା ମୁଁ କଥା କହୁଥିଲି। ସେଇଟା ଯୋଉ ସିଚୁଏସନ ବସ୍ତା ହସ୍ପିଟାଲ କୁ ଯିବା ପାଇଁ ଯୋଉ ରାସ୍ତା ଅଛି ସେଇଟା ବହୁତ ଭିଡ ହୁଏ ତ ଆପଣ ମାନେ ଦେଖି ଚାହିଁକି ଗାଡି ଚଲେଇବେ ସେଇ ପାଇଁ ସେ କହୁଥିଲି ମୁଁ ଯୋଉ ସିଚୁଏସନ ଟା ଆପଣଙ୍କୁ ଦେଖେଇବି ନିହାତି। ଏଇ ରାସ୍ତାରେ ଟିକେ ଭିଡ ହୁଏ ଏଇ ରାସ୍ତାରେ ଯୋଉ ଚାଲିଛେ ଆମେ ସେ ରାସ୍ତାଟା ଟିକେ ଭିଡ ହୁଏ ତ ଆପଣ ଦେଖି ଚାହିଁକି ଗାଡି ଚଲେଇବେ। ଆଉ ଯଦି ବାଇଚାନ୍ସ ଯଦି ଆପଣଙ୍କୁ କାହା ଛୁଆକୁ ଛାଡିବାର ଅଛି ସ୍କୁଲରେ ଏଇଠି ଗୋଟେ ପାଖର ସ୍କୁଲ ଅଛି ଛାଡି ପାରିବେ। ଛୁଆ ଜନ୍ମ ହବ ଛାଡିଦେବେ ଡାଇରେକ୍ଟ ସ୍କୁଲରେ ଆଉ ତାପରେ ହଁ ଜନ୍ମ ହେଲା ପରେ ଛାଡିଦେବେ ସ୍କୁଲରେ ଯାହା ଅଳ୍ପ ସ୍ୱଳ୍ପ ପଢିଲା ତାପରେ ତ ପଛରେ ବସୁଛନ୍ତି ବ୍ଲକ ଛକ ରାଜାରାଣୀ ଛକ ପାଖରେ ଘର ସାହିତ୍ୟିକ ଭାଷା ଯୋଉ ଆପଣ ଶିଖେଇବେ ଛୁଆକୁ
ହେଲା କିଛି ସିଏ ହେଡମାଷ୍ଟର ଥିଲେ, ଆମେ ଯୋଉ ସ୍କୁଲରେ ପାଠ ପଢୁଥିଲେ ସେ ସ୍କୁଲ ହେଡମାଷ୍ଟର ଥିଲେ, ତ କିଛି ଅସୁବିଧା ନାହିଁ, ଆପଣ ମାନେ ଛାଡି ପାରିବେ ନିହାତି ଛାଡିପାରିବେ। ତ ସାଙ୍ଗମାନେ ଏଇଭଳିଆ ଏନଜୟମେଣ୍ଟ ଆମେ ମାନେ ପାଖାପାଖି କରିକି ଯାଉ, କିନ୍ତୁ ଏଇ ଖଇତାନ ବ୍ୟକ୍ତି ଯୋଉ ବସନ୍ତି, ସରି ଶୈତାନ ବ୍ୟକ୍ତି ଯୋଉ ବସନ୍ତି, ଆମେ ସେ ମଜା କରିପାରୁନାହିଁ। ଆଜି ମୁଁ ତାଙ୍କୁ ଚିଡେଇକି ପୁରା ରାସ୍ତା ଘାଟ ସାରା ପୁରା ନାକେଦମ କରିଦେବି, ଯାହା ପଡିଲ ସେ ଏନଜୟ କରିବା ପାଇଁ ବାଧ୍ୟ ହେବେ। ତାଙ୍କର ଯୌବନ ଜୀବନ ଯାପକ ଜୀବନରେ ସେ କେବେ ଏନଜୟ କରିଛନ୍ତି କି ନାଇଁ ମୁଁ ଜାଣିନା। ଆଜି କିନ୍ତୁ ତାଙ୍କୁ ଏନଜୟ କରିକି ତାଙ୍କ ଗଲୁରୁ ପାଣି ମାରିଦେବି, ଦେଖାଯାଉ କଣ ହଉଛି। ତ ସାଙ୍ଗମାନେ ଦେଖୁଥିବେ ରାସ୍ତାଟା କିଭଳିଆ ମାନେ ଗଡିଛି, ତଳକୁ କେମିତି ଢଲାଣ ଅଛି, ତାପରେ ପୁଣି ଉପରକୁ ଅଛି। ଏଇ ରାସ୍ତାଟା ମୁଁ ଆପଣଙ୍କୁ ଦେଖେ ବୋଲି କହୁଥିଲି, କହୁଥର ବାରିପଦା ଆସିଲେ ଏଇଭଳିଆ ରାସ୍ତା ଦେଖି ନାହିଁ। ଆଉ ଆପଣ ଭିଡିଓରେ ବି ଦେଖିନଥିବେ, ଦେଖନ୍ତୁ ମୋ ଭିଡିଓରେ ଏଇ ରାସ୍ତାଟା ଦେଖନ୍ତୁ, ପୁରା ବଢିଆ ଥିଲା। ଦେଖନ୍ତୁ ପୁରା ମସ୍ତ ରାସ୍ତା, କିନ୍ତୁ ଟିକେ ଧଡଧାଡ ଅଛି, ସେପକା ଟିକେ ଖରାପ ଅଛି। ହଉ ଚାଲନ୍ତୁ, ଆମେ ତ କାର ଭିତରେ ଅଛୁ, ମ୍ୟାନେଜ କରିଦବା ଆଉ। ତ ଦେଖିପାରୁଥିବେ ସାଙ୍ଗମାନେ ପୁଣି ସେଇଭଳିଆ ରାସ୍ତା ଆଉ ଗୋଟେ ପଡିଲା, ଟିକେ ବଡଟେ, ମୁଁ ଆପଣଙ୍କୁ ସେଇ ପାଇଁ ଦେଖେଇବି ବୋଲି ଭିଡିଓଟା ଅନ୍ କରିଦେଲି। ଦେଖନ୍ତୁ ରାସ୍ତାଟା କେବଳ ଦେଖାଉଛି, ମସ୍ତ ଦେଖାଉଛି ରାସ୍ତାଟା, ଭିଉ ଟା ପୁରା ଢଲାଣ ଅଛି, ତାପରେ ପୁଣି ଉଚ୍ଚାଟିଆ ରାସ୍ତାଟା, ଏଇଟା ବଢିଆ ଲାଗେ ଦେଖିବା ପାଇଁ। ଦୂରରୁ ଯେଉଁମାନେ ଦେଖୁଥିବେ ଦେଖିବା ପାଇଁ ବଢିଆ ଲାଗେ, ପୁରା ନାଇସ୍। ତ ଫାଇନାଲ ସାଙ୍ଗମାନେ ଆମେ ଏବେ ହସ୍ପିଟାଲ ପହଞ୍ଚି ସାରିଛୁ। ବାରିପଦାରେ ଯୋଉ ଗୀତା ନର୍ସିଂ ହୋମ ଅଛି, ଆମେ ସେଇଠି ପହଞ୍ଚି ସାରିଛୁ। ତ ସେଇଠି ଦେଖିଲା ବେଳକୁ ଆମେ 4 ଜଣ ବସିଛୁ ଚୁପଚାପ, ଆଉ ଡାକ୍ତର ଆସିନାହାନ୍ତି। ଡାକ୍ତର ଆସିଲେ ବଳିଆର ଏଠି ଅପରେସନ ହବ, ଆମେ ଅପରେସନ ପାଇଁ ବସିଛୁ। ଆଉ ତାର ଆଜି ଫାଇନାଲ ଆଖି ଅପରେସନ ଅଛି, ସେଇ ପାଇଁ ଆମେ ଏଠି ୱେଟ୍ କରୁଛୁ। ଯୋଉ ସସ୍ପେନ୍ସ ଥିଲା ଭିଡିଓଟା, ସେଇଟା ହଉଛି ବାରିପଦାର ଆଖି ଅପରେସନ। ତ ଚାଲନ୍ତୁ ଦେଖାହବା ଅପରେସନ ପରେ। ତ ସାଙ୍ଗମାନେ ଦେଖନ୍ତୁ ଅପରେସନ ସକ୍ସେସଫୁଲ ହେଇସାରିଛି। ବଳରାମ ଏବେ ରେଷ୍ଟ କରୁଛି, ଶୋଇଛି, କାହିଁକି ନା ରାତି 10ଟା ବାଜିଗଲାଣି। ତ ସାଙ୍ଗମାନେ ଦେଖିପାରୁଥିବେ ମୋର ଫ୍ୟାନ୍ସ ମାନେ ଦେଖନ୍ତୁ କେମିତି ମାନେ ହଉଛି ଇଏ କରୁଛନ୍ତି। ଆଉ ଦେଖନ୍ତୁ ଫ୍ୟାନ୍ସ ଏପଟେ ଗୋଟେ ଜଣେ ଫ୍ୟାନ୍ସ ଆସିକି ପଚାରୁଛନ୍ତି, ସବସ୍କ୍ରାଇବର ସେ ଜଣେ ଏପଟେ ଦେଖୁଥିବେ ଏଇ ଛୁଆ। ତ ହାଇ ସାଙ୍ଗମାନେ ଦେଖନ୍ତୁ, କାଲି ରାତିରେ ମୋ ମୋବାଇଲରେ ଚାର୍ଜ ନଥିଲା, ତ ମୁଁ ବ୍ଲଗ ବନେଇ ପାରିନଥିଲି। ଆଉ ରାତି ସାରା ପୁରା ମାନେ ନିଦ ଟୋଟାଲି ହେଇନି। ବଳିଆ ଆଖି ଅପରେସନ ହେଇଥିଲା ଏଇଠି ବାରିପଦାରେ। ଆମେ ବି ଏବେ ଷ୍ଟେ ଅଛୁ, ମାନେ ଅଛୁ ଏବେ ବାରିପଦାରେ ଯୋଉ ଦୁର୍ଗା ନର୍ସିଂ ହୋମ ଗୋଟେ ଅଛି, ସେଇଠି ଦୀପୁ ଭାଇ, ମୁନା ଭାଇ, ମୁଁ 3 ଜଣ ଯାକ ପୁରା ରାତି ଅନିଦ୍ରା। ବଳିଆ ତାର ଆଖି ଅପରେସନ, ବେଡ ମିଳି ଯାଇଥିଲା ଆମକୁ, ବେଡ ମିଳିଥିଲା ସତ, କିନ୍ତୁ ମଶା ଲାଗୁଥିଲା, ମାନେ ଗରମ ଲାଗୁଥିଲା। ତାପରେ ବହୁତ କଷ୍ଟ କରି ଆମେ ଶୋଇଥିଲୁ। ତାପରେ କିଛି ସମୟ ଶୋଇଲା ପରେ ମତେ ସକାଳ ହେଇଥିଲା, ଡାକି ଦେଇଥିଲେ। ତାପରେ ସେମାନେ ଯାଇଥିଲେ ଟ୍ରିଟମେଣ୍ଟ ପାଇଁ ଡାକ୍ତର ପାଖକୁ, ଏବେ ଆସିକି ପହଞ୍ଚି ସାରିଲେଣି। ଦେଖନ୍ତୁ ମୁନା ଏଇଠି ଛିଡା ହେଇଛନ୍ତି, କବାଟ ଖୋଲିବା ପାଇଁ କହୁଛନ୍ତି, କାହିଁ ମୁଁ ଖୋଲୁନି, ସେ ରାଗିକି ପଳେଇଲେ। ତ ଦେଖିପାରୁଥିବେ ତାପରେ ସେମାନେ ଗଲେ ଏବେ ଡିସଚାର୍ଜ ପେପର ଆଣିବା ପାଇଁ। ଆଉ ଡିସଚାର୍ଜ ପେପର ନେଇ ଆସିଲା ପରେ ଆମେ ଏବେ ବାହାରିବୁ, ଖାଇକି ବାହାରିବୁ। ଉଡା 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 ତ ସାଙ୍ଗମାନେ ଦେଖିପାରୁଥିବେ ଏତେ ପାରା, ଆହୁରି ସେଠି ବସୁଛନ୍ତି, ଆସୁନାହାନ୍ତି ଡରରେ। କରିଡର ହେଇଛି ଯୋଉ ଭଳିଆ ହାତୀ ଭଳିଆ ତ ଡର ପାରା ଆମେ ଏବେ ଚାଲିଛୁ ଜଳଖିଆ ଦୋକାନ ଖୋଜିବାକୁ। ଜଳଖିଆ ଦୋକାନ ଖାଇବା ଖୋଜି ଖୋଜି ଆସିକି ପହଞ୍ଚିଗଲୁ ଏଇ ମୁନା ଭାଇ ମାନେ ବୁଦ୍ଧିରେ। ସାମ୍ନାରେ ଗରମା ଗରମ ହୋଟେଲ ଅଛି, ସେଇଠିକି ପଶିଯିବା। ତୁ ଯେଠୁ ଆଇଥିଲୁ ଡାକ୍ତର ଦେଖିକି, ସେଇଠି ପହଞ୍ଚାଲା। ଦେଖିପାରୁଥିବେ ଅନ୍ଧ ଛୁଆଟା ଯୋଗୁ ଖରା କାଟୁ, ଇଏ କାଳିଆ ହେଲା ବେଳକୁ ମୋବାଇଲ କାଳିଆ ଦୁଶୁନି।
तो फाइनाली सांग मैंने आज दुकान ले मु अच्छी चिंटू तो नहीं चिंटू कोठी भड़ा ना कौन जाइथिला मु तो जाने भी ठीक से बाकी मु तो बारिपदारू आसिक पहुंचली पाखापाखि दिन 4टा ही हला टिके रेस्ट करी मु लेट रे आसिनी दुकान को आउ आसिक बेसी किछि वीडियो करी नाही काहे ना मु आसिक सीधा एठी रेस्ट नै थिनी बाकी चिंटू जदी किछि करिथिबो आउ आपण मानकु तो आमे देखैबो पूरा बारिपदार कोन नाही कोन सब हैला रास्ता रे आउ सेठी ऑपरेशन केमती हैला कोन नाही सब देखैबा तो समस्त को मोर अनुरोध समस्ते वीडियो टी को बहुत सारा भल पाइबा दउन सब्सक्राइब करंतु हम चैनल को आउ लाइक करंतु गोटे छुटिया कमेंट देले आमे आहुरी बहुत खुशी हबा तो आज पई एतिकी रे वीडियो को मु शेष करूची पुणी देखा हबो आ गोटे नेक्स्ट ब्लॉग रे सेते पर्यंत रहूची नमस्कार जय जगन्नाथ।